प्रेज द लॉर्ड। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲ ଅଛନ୍ତି। ଏ ଅବକାଶରେ ମୁଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅତି ବହୁମୂଲ୍ୟ ନାମରେ ଆପଣମାନଙ୍କୁ ସ୍ୱାଗତ କରେ। ଚାଲନ୍ତୁ ଏହି ସମୟରେ ଗୋଟେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବା, ପ୍ରଭୁଙ୍କର ବାକ୍ୟକୁ ଦେଖିବା। ମୁଁ ଆଶା କରେ ଏଇ ଦିନମାନଙ୍କରେ ଆପଣମାନେ ପ୍ରଭୁରେ ପଡ଼ୁଅଛନ୍ତି ଆଉ ପ୍ରଭୁଙ୍କଠାରେ ବିଶ୍ୱାସ ସମୟ ଜୀବନ କାଟୁଛନ୍ତି, ତାହା ମୁଁ ବିଶ୍ୱାସ କରେ। ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଯେତେ ପାରୁଛନ୍ତି ସେତେ ପ୍ରାର୍ଥନାରେ ରୁହନ୍ତୁ, ଆଉ ବାକ୍ୟ ପଠନରେ ରୁହନ୍ତୁ, ବାକ୍ୟ ଧ୍ୟାନରେ ରୁହନ୍ତୁ। କାରଣ ଗୋଟେ ସମୟ ଆସିବ ଆପଣ ଚାହିଁଲେ ବି କରିପାରିବେ ନାହିଁ। ତେଣୁକରି ପ୍ରଭୁ ଶ୍ରୀକୃଷ୍ଣ ଗୋଟିଏ କଥା କହୁଛନ୍ତି, ଆଲୋକ ଥାଉ ଥାଉ ସେ କାର୍ଯ୍ୟଗୁଡ଼ା କରିଥାଅ, କାରଣ ଏପରି ଗୋଟେ ଅନ୍ଧକାର ଆସୁଅଛି ବୋଲି ପ୍ରଭୁ ଶ୍ରୀକୃଷ୍ଣ ନିଜେ କହୁଅଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ଅନୁଗ୍ରହ ସମୟରେ, ଏହି ସମୟରେ ହିଁ ଆପଣମାନେ ଯେତେ ଚାହିଁବେ ସେତେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବେ, ପ୍ରଭୁଙ୍କ ସହିତ ଜୀବନଯାପନ କରିପାରିବେ। କାରଣ ଆପଣ ଆଉ ମୁଁ ଆମେ ଜାଣିନାହୁଁ ଏ ଜଗତରେ ଆମେ କେତେ ଦିନ ବଞ୍ଚିଛୁ, କେଉଁ ଭାବରେ ବଞ୍ଚିବୁ ତାହା ମଧ୍ୟ ଆମେ ଜାଣିନାହୁଁ। ସେଥିପାଇଁ ଏ ଜୀବନକୁ ଆମେ କ'ଣ କରିବା, ଅପେକ୍ଷା ନ କରିକି ପ୍ରଭୁଙ୍କ ଜୀବନ କାଟିବା ପାଇଁ ଆବଶ୍ୟକତା ରହିଛି। ଚାଲନ୍ତୁ ଏହି ସମୟରେ ଗୋଟେ ପ୍ରଭୁଙ୍କର ବାକ୍ୟ ମୁଁ ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ, ଯାହାକି ଆପଣମାନେ ପାଇପାରିବେ ତାର ପ୍ରେରିତ ତାର 26 ପର୍ବ ତାର 12ରୁ 14 ମୁଁ ଆପଣମାନଙ୍କ ପାଇଁ ପଢ଼ି ଦେଉଛି। ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କ ଠାରୁ କ୍ଷମା ଓ ଆଜ୍ଞା ପତ୍ର ଘେନି ଦାମାକସକୁ ଯାଉଥିବା ସମୟରେ, ହେ ରାଜନ, ମଧ୍ୟାହ୍ନ କାଳରେ ପଥମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକ ମୋହର ଓ ମୋ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶମାନ ହେବାର ଦେଖିଲି। ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ। ମୁଁ ଏବ୍ରୀ ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, ସାଉଲ ସାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? 5 ଜଣ କଣ୍ଠା ମନରେ ଗୋଇଠା ମାରିବା ତୁମ ପକ୍ଷରେ କଷ୍ଟକର। ସେଥିରେ ମୁଁ କହିଲି, ପ୍ରଭୁ ଆପଣ କିଏ? ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମେ ତାଡ଼ନା କରୁଛ ଆମ୍ଭେ ସେହି। ଏଇଠି ଆମେ ଦେଖୁଅଛୁ ଜଣେ ସାଉଲ ନାମକ ବ୍ୟକ୍ତି, ସେ କ'ଣ କରୁଛନ୍ତି, ଯଦି ଆପଣମାନେ ତାର 26ର ଯଦି ପୁରା ଅଧ୍ୟାୟକୁ ଆପଣମାନେ ପଢ଼ିବେ, ତାହେଲେ ଆପଣମାନେ ଜାଣିପାରିବେ ଏ ଘଟଣାଟା କ'ଣ ହେଇଛି। ଜଣେ ସାଉଲ, ସେ ପ୍ରଭୁ ଯୀଶୁଙ୍କୁ ଜାଣିନାହାନ୍ତି, ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି। ସେ ବ୍ୟକ୍ତି, ସେ ଯୁବା ବ୍ୟକ୍ତି କ'ଣ କରୁଛନ୍ତି, ସେ ଦାମାକସରୁ ସେ ଯାଉଅଛନ୍ତି ଖ୍ରୀଷ୍ଟ ବିଶ୍ୱାସିନୀମାନଙ୍କୁ ତାଡ଼ନା କରିବାକୁ, ସେମାନଙ୍କୁ ବନ୍ଦୀଗୃହକୁ ନେବା ପାଇଁ। ସେ ଗୋଟେ ରାଜାଙ୍କର ଗୋଟେ ଚିଠାଟା ଲେଖାକି ସେ ଆଣିକି ସେ କ'ଣ କରୁଛନ୍ତି, ପରମିଶନ ଆଣିକି କ'ଣ କରୁଛନ୍ତି, ସେମାନଙ୍କୁ ତାଡ଼ନା କରିବା ପାଇଁ ଯାଉଅଛନ୍ତି। ହେ ମୋର ପ୍ରଭୁଙ୍କର ଲୋକମାନେ, ସେଦିନ ଯେ ଘଟିଥିଲା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସମ୍ମୁଖରେ ଏ ପ୍ରକାର ତାଡ଼ନା ଘଟିଥିଲା ତାହା ନୁହେଁ, ଆଜି ମଧ୍ୟ ସେ ପ୍ରକାର ପ୍ରଭୁଙ୍କଠାରେ ବିଶ୍ୱାସୀଗଣଙ୍କ ନିକଟରେ ତାଡ଼ନା ଘଟୁଅଛି। ଯେଉଁମାନେ ପ୍ରଭୁଙ୍କୁ ଚିହ୍ନି ନାହାନ୍ତି, ପ୍ରଭୁଙ୍କୁ ଜାଣିନାହାନ୍ତି, ସେମାନେ ତାଡ଼ନା କରୁଅଛନ୍ତି। ଠିକ୍ ସେମିତି ସେଦିନ ମାନଙ୍କରେ ଯେତେବେଳେ ପ୍ରଭୁ ଯୀଶୁଙ୍କ ସମୟରେ ପ୍ରଭୁ ଯୀଶୁଙ୍କୁ ଯେତେବେଳେ କଣ୍ଠାବିଧ କରାଇକି ମୃତ୍ୟୁବରଣ କରାଇଲେ, ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗାରୋହଣ କରିଥିଲେ, ସେହି ସମୟରେ ମଧ୍ୟ ଜଣେ ସାଉଲ ନାମକ ବ୍ୟକ୍ତି କ'ଣ କରୁଛନ୍ତି, ଗୋଟେ ରାଜାଙ୍କ ଠାରୁ ଗୋଟେ ପତ୍ର ଲେଖିକି ସେ ପରମିଶନ ନେଇକି ଯାଉଛନ୍ତି ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବା ଲୋକମାନଙ୍କୁ ତାଡ଼ନା କରିବାକୁ। ଏଇଠି ଆମେ ଦେଖୁଥିଲୁ 12 ପଦରେ, ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କ ଠାରୁ କ୍ଷମତା ଓ ଆଜ୍ଞାପତ୍ର ଘେନି ଦାମାକସକୁ ଯାଉଥିବା ସମୟରେ, ଦେଖନ୍ତୁ ସେହି ଗଭର୍ଣ୍ଣମେଣ୍ଟରୁ, ସେଇ ଅଧିକାରୀ ଲୋକମାନଙ୍କ ଠାରୁ କ'ଣ ନା, ସେ ପରମିଶନ ନେଇକି, ଲେଖାଟା ନେଇକି ସେ ଯେତେବେଳେ ଆଜ୍ଞାପତ୍ର ଗ୍ରହଣ କରିକି ଯେତେବେଳେ ଦାମାକସକୁ ଯାଉଥିବା ସମୟରେ, ହେ ରାଜନ, ମଧ୍ୟାହ୍ନ କାଳରେ ପଥମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକ ମୋହର ଓ ମୋ ସହଯାତ୍ରୀଙ୍କ ସମଗ୍ର ପ୍ରକାଶମାନ ହେବାର ଦେଖିଲି। ହେ ମୋର ପ୍ରଭୁଙ୍କର ଲୋକମାନେ, ଏଇଠି ଆଲୋକ ତାଙ୍କ ନିକଟରେ ଆସୁଅଛି। କ'ଣ ସେ ନିଜେ ସାକ୍ଷ୍ୟ ଦେଉଛନ୍ତି, ମଧ୍ୟାହ୍ନ କାଳରେ କ'ଣ ହେଇଛି, ସେମାନେ ଯିବା ସମୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜମୟ। ଆଜ୍ଞା, ଏ ପୃଥିବୀରେ ଯଦି ଆମେ ଦେଖିବା, ସୂର୍ଯ୍ୟଠାରୁ ଆଉ କି ତେଜମୟ ଅଛି କି? କେହି ନାହାନ୍ତି। କିନ୍ତୁ ଏଇଠି ପ୍ରେରିତ ପାଉଲ କହୁଛନ୍ତି, ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକ, ସୂର୍ଯ୍ୟଠାରୁ ଅଧିକ ଆଲୋକ କ'ଣ କଲା ନା, ମୋହର ଓ ମୋ ସହଯାତ୍ରୀମାନଙ୍କ ଚତୁର୍ଦିଗ ପ୍ରକାଶମାନ ହେବାର ଦେଖିଲୁ। ଦେଖନ୍ତୁ, ସୂର୍ଯ୍ୟଠାରୁ ଅଧିକ ଆଲୋକ
ତାଙ୍କ ସମ୍ମୁଖରେ ଆଉ ତାଙ୍କର ସହଯାତ୍ରୀମାନଙ୍କ ସମ୍ମୁଖରେ ଗୋଟେ ଆଲୋକ ପ୍ରକାଶମାନ ହେବାର ସେମାନେ ଦେଖିଲେ। ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏଭଳି ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି। ସମସ୍ତେ ଯେତେବେଳେ ମହା ଆଲୋକ ସେମାନଙ୍କ ନିକଟରେ ପ୍ରକାଶିତ ହେଉଛି, ସେମାନେ ପଡ଼ି ଯାଉଛନ୍ତି। ପଡ଼ିଯିବାରେ ଭୂମିରେ ସେମାନେ ପଡ଼ିଗଲେ। ପଡ଼ିଯିବା ସମୟରେ ସେ ବ୍ୟକ୍ତି କ'ଣ କରୁଛନ୍ତି, ଗୋଟେ ବାଣୀ ତାଙ୍କ ନିକଟରେ ଆସିବାଟା ସେ ଶୁଣୁଅଛନ୍ତି। ତାଙ୍କୁ ଗୋଟେ ବାଣୀ, ଗୋଟେ ଶବ୍ଦ ଆସିବାର ସେ ବ୍ୟକ୍ତିଟା କ'ଣ କରୁଛନ୍ତି, ସେ ଶୁଣୁଅଛନ୍ତି। ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏଭ୍ରି ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି। ଏଭ୍ରି ଭାଷାରେ ଏହି ବାଣୀ ସେ ଶୁଣିଲେ, ସାଉଲ ସାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ। ସେ ସାଉଲ ବ୍ୟକ୍ତି ଏଠି ସାକ୍ଷ୍ୟ ଦେଉଛନ୍ତି ଆଜ୍ଞା, ଯେତେବେଳେ କି ଗଭର୍ଣ୍ଣମେଣ୍ଟରୁ ଅଧିକାରୀ ଲୋକମାନଙ୍କଠୁ ପତ୍ରଟା ଲେଖିକି ସେ ନେଇକି ଯାଉଥିଲେ ତାଡ଼ନା କରିବା ପାଇଁ ବିଶ୍ୱାସୀମାନଙ୍କୁ ନେଇକି ବନ୍ଦୀଗୃହରେ କାରାଗାରରେ ରଖିବା ନିମନ୍ତେ ସେ ଯେତେବେଳେ ଲେଖାଟା ନେଇକି ଯାଉଛନ୍ତି, ଦାମାକସ୍ ଯିବା ସମୟରେ ଗୋଟେ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକ ତାହାଙ୍କ ନିକଟରେ ପ୍ରକାଶ ହେବା ସକାଶେ ସେମାନେ କ'ଣ କଲେ, ଭୂମିରେ ପଡ଼ିଗଲେ। ଭୂମିରେ ପଡ଼ିଯାଆନ୍ତେ, ସେ ସମସ୍ତେ ଭୂମିରେ ପଡ଼ିଗଲେ। ପଡ଼ିଯିବା ସମୟରେ ସେ ସାଉଲ ବ୍ୟକ୍ତି କହୁଛନ୍ତି, ଗୋଟେ ଏଭ୍ରି ଭାଷାରେ ଗୋଟେ ବାଣୀ ଆସିଲା। ଏଭ୍ରି ଭାଷାରେ ଗୋଟେ ଶବ୍ଦଟା ହେଲା, ସାଉଲ ସାଉଲ କାହିଁକି ଆମମାନଙ୍କୁ ତାଡ଼ନା କରୁଅଛ। ଲେଖାଯାଏ, ଏଭ୍ରି ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, ସାଉଲ ସାଉଲ କାହିଁକି ଆମକୁ ତାଡ଼ନା କରୁଅଛ। କାହିଁକି ଆମମାନଙ୍କୁ ତାଡ଼ନା କରୁଅଛ। 5 ଜଣ କଣ୍ଟା ମୁନରେ ଗୋଇଠା ମାରିବା ତୁମ ପକ୍ଷରେ କଷ୍ଟକର। 5 ଜଣ କଣ୍ଟା ମୁନରେ ଗୋଇଠା ମାରିବା ତୁମ ପକ୍ଷରେ କଷ୍ଟକର। ଏଇଠି ପ୍ରଭୁ ଶ୍ରୀଖ୍ରୀଷ୍ଟ କହୁଛନ୍ତି, ଗୋଟେ କଣ୍ଟା ଉପରେ ତୁମର ଗୋଇଠା ମାରିବା ତୁମ ପାଇଁ କେତେ କଷ୍ଟକର, ତୁମ ପକ୍ଷରେ କେତେ କଷ୍ଟକର ବୋଲି ପ୍ରଭୁ ଶ୍ରୀ ତାଙ୍କୁ କହୁଛନ୍ତି। ସେଥିରେ ମୁଁ କହିଲି, ପ୍ରଭୁ ଆପଣ କିଏ? ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମେ ତାଡ଼ନା କରୁଛ, ଆମ୍ଭେ ସେହି। ହେ ମୋର ପ୍ରଭୁଙ୍କର ଲୋକମାନେ, ଏଇଠି ସେ ବ୍ୟକ୍ତି ପଚାରୁଛନ୍ତି, ଆପଣ କିଏ ପ୍ରଭୁ? ସେତେବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟ କହୁଛନ୍ତି, ତୁମ୍ଭେ ଯାହାକୁ ତାଡ଼ନା କରୁଅଛ, ସେ ପ୍ରଭୁ ଶ୍ରୀଖ୍ରୀଷ୍ଟ ହେଉଛି ମୁଁ। ଆଜି ବି ଅନେକ ଲୋକମାନେ ପ୍ରଭୁଙ୍କ ବିଶ୍ୱାସୀମାନଙ୍କୁ ଯେଉଁମାନେ ତାଡ଼ନା କରନ୍ତି ଆଜ୍ଞା, ସେମାନେ ଜାଣିନାହାନ୍ତି ଯେ ଗୋଟେ କଣ୍ଟା ମୁନରେ ସେମାନେ ଗୋଇଠା ମାରୁଛନ୍ତି। ମୁଁ ଆଜି ସେମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ସେମାନଙ୍କୁ ଖାଲି ତାଡ଼ନା କରୁନାହାନ୍ତି, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଆପଣମାନେ ତାଡ଼ନା କରୁଛନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଆପଣମାନେ କଷ୍ଟ ଦେଉଛନ୍ତି। ହେ ମୋର ପ୍ରଭୁଙ୍କର ଲୋକମାନେ, ଏଇଠି ସାଉଲ ବ୍ୟକ୍ତି, ସେ ପ୍ରଭୁଙ୍କୁ ଜାଣିନଥିଲେ, ପ୍ରଭୁଙ୍କୁ ଚିହ୍ନି ନଥିଲେ। ସେ କ'ଣ କଲେ, ଉତ୍ସାହ ସହିତ ଉଦ୍ଦୀପନାର ସହିତ ସେ କ'ଣ କରୁଥିଲେ, ଏଇମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ବୋଲି ସେମାନେ କ'ଣ କରୁଥିଲେ, ସେମାନଙ୍କୁ କାରାଗାର କରିକି ତାଡ଼ନା କରୁଥିଲେ। ଗଭର୍ଣ୍ଣମେଣ୍ଟରୁ ସେ ପରମିଶନ ଆଣିକି ଯିବା ସମୟରେ ପ୍ରଭୁ ତାକୁ ଛାଡ଼ିଲେ ନାହିଁ। ପ୍ରଭୁ ତାଙ୍କୁ କହୁଛନ୍ତି, କାହିଁକି ଗୋଇଠା ମୁନରେ ତୁମେ ଗୋଇଠା ମୁନ କଣ୍ଟା ଉପରେ କାହିଁକି ଗୋଇଠା କରୁଛ, ଗୋଇଠା ମାରୁଛ, ଅର୍ଥାତ୍ ତୁମ ପକ୍ଷରେ କଷ୍ଟକର କାହିଁକି। ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, ତୁମେ ଯାହାକୁ ତାଡ଼ନା କରୁଛ, ସେମାନଙ୍କୁ ତାଡ଼ନା କରିବା ସହିତ ମୋତେ ମଧ୍ୟ ତାଡ଼ନା କରୁଛ। ହେ ମୋର ପ୍ରଭୁଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଯେ ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ଆପଣଙ୍କ ଲାଇଫ୍ରେ କଷ୍ଟ ଆସୁଛି, ଅନେକ ଲୋକମାନେ ଆପଣଙ୍କୁ ତାଡ଼ନା କରୁଛନ୍ତି, ପ୍ରଭୁ ଯୀଶୁ ଗ୍ରହଣ କରିବା ସକାଶେ ଆପଣମାନଙ୍କୁ ତାଡ଼ନା ଆସୁଛି, ନିନ୍ଦା କରୁଛନ୍ତି, ଆପଣଙ୍କୁ ସମାଲୋଚିତ କରୁଛନ୍ତି, ଆପଣଙ୍କୁ ବାହାର କରିଦେଉଛନ୍ତି ଲୋକମାନେ, ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ପ୍ରଭୁ ଆପଣଙ୍କୁ କେବେ ପରିତ୍ୟାଗ କରିନାହାନ୍ତି। ଆପଣ ଯେଉଁ କଷ୍ଟ ପାଉଛନ୍ତି, ସେଇଟା ପ୍ରଭୁ ଯୀଶୁ ମଧ୍ୟ କଷ୍ଟ ପାଉଛନ୍ତି। ତେଣୁକରି ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କର ଆଗମନ ପର୍ଯ୍ୟନ୍ତ ଆପଣ ଧୈର୍ଯ୍ୟର ସହିତ ବିଶ୍ୱାସ ସହିତ ରୁହନ୍ତୁ। ପ୍ରଭୁ ଆପଣଙ୍କୁ ସ୍ମରଣ କରିବେ, ପ୍ରଭୁ ଆପଣଙ୍କୁ ମେଘମାଳରେ ନୀତ କରାଇବେ। ଏଇଠି ଆମେ ଦେଖୁଅଛୁ, ଯିଏକି ସାଉଲ, ଯିଏ ପରବର୍ତ୍ତୀ ସମୟରେ ପ୍ରଭୁଙ୍କୁ ଗ୍ରହଣ କଲା ପରେ ପାଉଲ ବୋଲି ନିଜ ନାମକୁ ଚେଞ୍ଜ କରୁଛନ୍ତି, ସେ ବ୍ୟକ୍ତି କ'ଣ କରୁଛନ୍ତି, ଏଠି ସାକ୍ଷ୍ୟ ଦେଉଛନ୍ତି। ସେ କ'ଣ କରୁଥିଲେ ନା, ବିଶ୍ୱାସିନୀମାନଙ୍କୁ ତାଡ଼ନା କରିବା ନିମନ୍ତେ ସେ ଯାଉଥିଲେ। ଯିବା ସମୟରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ତାଙ୍କୁ ଦେଖା ଦେଉଛନ୍ତି। ଆଉ ପ୍ରଭୁ ଯୀଶୁ କହୁଛନ୍ତି, ସାଉଲ ସାଉଲ କାହିଁକି ଆମମାନଙ୍କୁ ତାଡ଼ନା କରୁଅଛ। ତୁମେ ଯେଉଁ ପ୍ରଭୁ ଯୀଶୁଙ୍କୁ ତୁମେ ତାଡ଼ନା କରୁଛ, ସେ ହେଉଛି ମୁଁ ବୋଲି ପ୍ରଭୁ ଶ୍ରୀଖ୍ରୀଷ୍ଟ ଏନକାଉଣ୍ଟର କରୁଛନ୍ତି ସେ ସମୟରେ। ହେ ମୋର ପ୍ରଭୁଙ୍କର ଲୋକମାନେ, ଯଦି ଆପଣଙ୍କ ଲାଇଫ୍ରେ ପ୍ରଭୁଙ୍କ ସକାଶେ ଯଦି ନିନ୍ଦା ଆସୁଛି, ତାଡ଼ନା ଆସୁଛି, ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ, ବରଂ ଆନନ୍ଦ କରନ୍ତୁ, ଆପଣ ପ୍ରଭୁଙ୍କ ସହିତ ଅଛନ୍ତି ବୋଲି। ହେ ମୋର ପ୍ରଭୁଙ୍କର ଲୋକମାନେ, ଏହି ସମୟରେ ଅନେକ କଷ୍ଟ, ତାଡ଼ନା, ନିନ୍ଦା, ଅପମାନ ଆସିବ। ଯଦି ଆପଣମାନେ ବାକ୍ୟରେ ନାହାନ୍ତି, ଯଦି ଆପଣମାନେ ପ୍ରଭୁଙ୍କର ଉପସ୍ଥିତିରେ ନାହାନ୍ତି, ପ୍ରଭୁଙ୍କ ଠାରେ ନାହାନ୍ତି,
ତାହେଲେ ଆପଣମାନେ ସେଇଦିନ ଯେମିତି ପିତର ମଧ୍ୟ ସ୍ୱୀକାର କରିଥିଲେ ସେମିତି ଆପଣ ମଧ୍ୟ ସ୍ୱୀକାର କରିବେ। ସେଥିପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ଅନେକ ଲୋକମାନେ ଯେଉଁମାନେ ହୃଦୟର ସହିତ ପ୍ରଭୁଙ୍କ ସହିତ ଗମନାଗମନ କରୁଛନ୍ତି, ପ୍ରଭୁଙ୍କ ସହିତ ବଞ୍ଚୁଛନ୍ତି, ସେମାନେ ଚାହୁଁଛନ୍ତି କି ଏପରି ତାଡ଼ନା ଆମ ନିକଟରେ ଆସୁ। କାରଣ ପ୍ରଭୁଙ୍କର ବାକ୍ୟ କୁହାଯାଏ, ଯେଉଁମାନେ ତାଡ଼ନା ପ୍ରାପ୍ତ ସେମାନେ ଧନ୍ୟ। ସେମାନେ ଧନ୍ୟ। ହେ ମୋର ପ୍ରଭୁଙ୍କର ଲୋକମାନେ, ଆପଣ ଯଦି ତାଡ଼ନା ପାଉଛନ୍ତି, କଷ୍ଟ ପାଉଛନ୍ତି, ଆପଣମାନେ ଧନ୍ୟ ପ୍ରଭୁଙ୍କ ନିକଟରେ। ପ୍ରଭୁ ଆପଣଙ୍କୁ ଅଧିକ ପ୍ରେମ କରନ୍ତି, ପ୍ରଭୁ ଆପଣଙ୍କୁ ଯତ୍ନ ନେବେ। ସେଥିପାଇଁ ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆଶା କରେ ଏ ବାକ୍ୟରେ ଆପଣ ଆଉ ମୁଁ ଆଶୀର୍ବାଦ ପ୍ରାପ୍ତ ଅଟୁ। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ୟୁ ଅଲ୍।